ପାରଳାଖେମୁଣ୍ଡିର ଏସ୍କେସିଜି ମହାବିଦ୍ୟାଳୟ ଏକ ଐତିହାସିକ ଏବଂ ଗୌରବମୟ ଅନୁଷ୍ଠାନ। ଏହା 1896 ମସିହାରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଏହା ପ୍ରଥମ 5ଟି ଏଫିଲିଏଟେଡ୍ ମହାବିଦ୍ୟାଳୟ ମଧ୍ୟରୁ ଗୋଟିଏ, ଯାହା ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ସଂଯୁକ୍ତ ଥିଲା। ବର୍ତ୍ତମାନ ଏଠି ବିଜ୍ଞାନ, କଳା ଏବଂ ବାଣିଜ୍ୟ ବିଭାଗରେ ମଧ୍ୟମା, ସ୍ନାତକ ଓ ସ୍ନାତକୋତ୍ତର ଉପାଧି ଗ୍ରହଣ କରିବାର ସୁଯୋଗ ରହିଛି। ଏଠି ପ୍ରାୟ 70 ଜଣ ଅଧ୍ୟାପକ, ଅଧ୍ୟାପିକା ଏବଂ ଅନ୍ୟ କର୍ମଚାରୀ ଶିକ୍ଷାର ସୁଅକୁ ଅନବରତ ଆଗକୁ ବଢ଼ାଉଛନ୍ତି। ଏହା NAAC ଦ୍ୱାରା B ଗ୍ରେଡ୍ରେ ମୂଲ୍ୟାଙ୍କିତ ହୋଇଛି, କିନ୍ତୁ ବର୍ତ୍ତମାନ ଏହା ନିଜର ଆତ୍ମସମ୍ମାନ ହରାଇବାକୁ ବସିଛି। ଏଥିରେ ଉପଯୁକ୍ତ ଶ୍ରେଣୀଗୃହ, ପାନୀୟ ଜଳ, ଶୌଚାଳୟ ଉପଲବ୍ଧ ନାହିଁ। ଆବଶ୍ୟକତା ଠାରୁ ବହୁତ କମ୍ ଅଧ୍ୟାପକ ଓ ଅଧ୍ୟାପିକା ଅଛନ୍ତି। ଯଦି ଏହି ଭିଡ଼ିଓରେ କିଛି ଭୁଲ କିମ୍ବା ନିନ୍ଦନୀୟ ତଥ୍ୟ ରହିଛି ତାହେଲେ କ୍ଷମା କରିବେ।